ପଟା ସବୁ ବାହାରୁଛି। ତ ବର୍ତ୍ତମାନ ତ କାମ ଷ୍ଟାର୍ଟ ହେଲାଣି, ଫ୍ଲୋରିଂ କାମ। ସେଇଟା ସବୁଠୁ ଅଧିକା କାଟିଂ ପାଇଁ ମୁଁ ଭାବୁଛି ଗୋଟେ ଅଲଗା ଟାଇପ ଟାଇଲଟା ଲଗାଇଲେ ଭଲ ଦେଖାହବ। ଇଟ ପଡିଆ ଠିକ। ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ତ ଭାଇ ହେଇଗଲା କାଣ୍ଡ। ଆଜି ଘରେ ପଡିବାର ଥିଲା ଟାଇଲ। ତ ଯେତେବେଳେ ଟାଇଲ ପେଟି ଖୋଲିକି ଦେଖିଲା ବେଳକୁ ଏଇନା ସବୁ ଟାଇଲ ଗୁଡା ଗୋଟେ ଫଟା ଗୋଟେ ପେଟିରେ କେଟରେ ବାହାରୁଛି 3ଟା ଫଟା, କେଟରେ ଗୋଟେ, କେଟରେ 2ଟା, ଏଇଭଳିଆ ଫଟା ସବୁ ବାହାରୁଛି। ପ୍ରଥମ କଥା ହେଲା ଏ ଟାଇଲ ଗୁଡା ସର୍ଟେଜ ପଡିବ ବୋଧେ, ମତେ ଯାହା ଲାଗୁଛି। ଟାଇଲ ତ ଏକ୍ସଚେଞ୍ଜ ହେଇଯିବ, ସେଟା ବଡ କଥା ନୁହଁ, ବାକି କିନ୍ତୁ ଏ ଟାଇଲ ଗୁଡା ସର୍ଟେଜ ପଡିଲେ ଅସୁବିଧା। ଦେଖିବା କେତେ କଣ ଆଡଜଷ୍ଟ ହଉଛି, ବାକି ତାପରେ ଦେଖିବା ଯଦି ଅଧିକା ଦରକାର ହେଲା ତାହେଲେ ଅଣାହବ ଏକ୍ସଚେଞ୍ଜ କରିକି ଆଉ। ବାକି ବର୍ତ୍ତମାନ ତ କାମ ଷ୍ଟାର୍ଟ ହେଲାଣି, ଫ୍ଲୋରିଂ କାମ। ଫ୍ଲୋରରେ ଟାଇଲ ପଡିବା ଷ୍ଟାର୍ଟ ହେଇଗଲା। ତ ଭାଇ ଟାଇଲ ଲଗାଟା ବହୁତ ଫଟାଫଟ କାମ ହଉଛି, ବହୁତ ବଢିଆ ସେ କାମ ହେଇଯାଉଛି। ଘଣ୍ଟେ 1.5 ଘଣ୍ଟା ଭିତରେ ଫ୍ଲୋରିଂ କାମ ବଢିଆ ସେ ସରିଗଲାଣି, ଅଧା ସଦା ସରିଗଲାଣି ଆଉ। କିନ୍ତୁ ଟାଇମ କନଜ୍ୟୁମିଂ ହେଲା ୱାଲ ଟା। ଏ ଟାଇମରେ କିନ୍ତୁ ମେନ୍ ଜିନିଷ ହଉଛି ସେ ଯୋଉ ଭଙ୍ଗା ଟାଇଲ ଗୁଡା କେମିତି ୟୁଜ ହବ, ଆଉ ତାକୁ ଫେରା ତ ହବ, ବାକି ଦେଖିବା ଯଦି ହେଇଗଲା ଫ୍ଲୋରିଂ କାମ ଭଲସେ, ସେ ଭଙ୍ଗା ଟାଇଲ କୁ ଆଡଜଷ୍ଟ କରି କରାଯାଉ, ନହେଲେ ତାକୁ କଟିଂ ପିସ୍ କରି କରାଯାଉ। ଯଦି ହେଇଗଲା ତାର ଭଲ କଥା, ଯଦି ନହେଲା ତାହେଲେ ତାକୁ ଫେରେଇକି ପୁଣି ଯାଇକି ଆଣିବା ପାଇଁ ପଡିବ। ତ ଭାଇ ଗୋଟେ ଦିନରେ ହିଁ ଫ୍ଲୋରିଂ କାମ ପୁରା ବଢିଆ ସେ ସରିଗଲା। ଆଡଜଷ୍ଟ କରି କରାହେଇଛି, ଯାହା ବାକି ଆଉ ବଢିଲା ତାକୁ ସ୍କାର୍ଟିଂ ରେ ୟୁଜ କରି ହେଲାନି କିନ୍ତୁ ସେ ଭଙ୍ଗା ଗୁଡାକୁ। ତ ସ୍କାର୍ଟିଂ ପାଇଁ ଦେଖିବା କଣ ଗୋଟେ କରିବା ଆଉ। ଫଟା ବାହାରିଛି ମାନେ ବହୁତ ଗୁଡା ଟାଇଲ ଫଟା ବାହାରିଛି। ଏଇଠି ଏଟା ଧାର ଗୋଟେ ବାହାରିଛି, ମାନେ ଧାରୁଆ ଏଇଭଳିଆ ଛୋଟ ମୋଟ ଫଟା। ଏଟା ସବୁ ଫଟା ବାହାରିଛି, କିଛି କିଛି, ସବୁ ନୁହଁ। ଏଠି 3ଟାରୁ ଏଠି 2ଟା, ଠିକଠାକ ଜଷ୍ଟ ହେଲା। ଟିକେ ପୁରା ଭାଙ୍ଗିଛି, ଖାଲି ଭାଙ୍ଗିଛି। ଏଇଟା ଟିକେ ଅଧିକା ଭାଙ୍ଗିଛି, ବାକି ସେଇଟା ସବୁଠୁ ଅଧିକା। ଆଉ ପୁରା ହାଲକା ହାଲକା ଭାଙ୍ଗିଛି, ତ କଲର ଗୁଡା ସେରାମିକ ଗୁଡା ଖାଲି। ତ ସ୍କ୍ରିନ୍ ପାଇଁ ଯେହେତୁ ପଡିଲା, ତ ଏବେ ଯାଇକି ଟାଇଲ ଆଣିବା। ତ ଚାଲ ଯିବା ଆଉ ଦେଖେ କୋଉ ଟାଇପର ଟାଇଲ ଅଛି। ସ୍କାର୍ଟିଂ ପାଇଁ ମୁଁ ଭାବୁଛି ଗୋଟେ ଅଲଗା ଟାଇପର ଟାଇଲଟା ଲଗାଇଲେ ଭଲ ଦେଖାହବ। ତ ଚାଲ। ତାପରେ ବାଲି ଯିବ ଘରକୁ, ବାଲି ଟିକେ ସର୍ଟେଜ ହଉଛି। ଏଇଟା ନେଇ ହୁଅନ୍ତା, କିନ୍ତୁ ଏଇ ଷ୍ଟେପ ଟାଇଲ ଏଇଟା 3ଟା ବାଲା ରହିଛି ଷ୍ଟ୍ରାପ। ତ ଚିକ୍ ମାରୁଛି ଏଇଟା ଠାକୁର ସବୁ ଅଛନ୍ତି। ଏଇଟା ଗୋଟେ ଭଲ ଦେଖାଉଛି, ଆଉ ଏଇଟା ଗୋଟେ କଳାଟା ଭଲ ଦେଖାଉଛି। ଆଉ ଦେଖିବା ପଚାରି ଦେବ। ଏଇଟା ଫାଇନାଲ। ଏଇଟା ହଁ, ବଢିଆ ହେଇଛି। 15,500 ଏଟା ନେଇଗଲେ ହବ। ଲଗେଇଦିନ ଏଗୁଡା ଭଲ ବଢିଆ ହବ। ଏଇ ଯେଟା ବେସିନ ଟା ଯେଟା ଲାଗିଛି, ସେଟା ଖୋଲି ଦେଇକି ସେଟା ପଳେଇବ ବାହାରକୁ। ନା ନା, ଦେଖ ଏଇ ଯୋଉ ଇଏ ପାଇଁ ତା ଦେଖ ଫିଟିଙ୍ଗ ସାଙ୍ଗର, ପୁରା ସାଙ୍ଗରେ ଆସିବ। ଏଇଟା ଦେବେ ପରିସ୍ରା ପରେ, ଏଇଟା ଦେବେ ପରିସ୍ରା ପରେ, ଏଇଟା ଏଇ 2 ଝାଡା ଭଲ ପରେ ଆଉ। ଏଟା ଦେଖ ଗ୍ରାଉଣ୍ଡ ଗୋଟେ ଗୁଲ ଲେଖା ହେଇଥିବ, ତା ଭିତରେ ଦେଖ ଗୋଟେ କି ଦେଖି ଏତେ ଦେଖ ନା, ଏଥିରେ ଲେଖା ହେଇନି କାଇଁ। ଏଇଟା ନର୍ମାଲ, ଏଇଟା ଯେମିତି ଅଛି ଘର, ଘର ଲାଗିଛି ଏମିତି। ଗୋଟେ ଆମର ବସି ହଉନି। ତ ଭାଇ ଲାଷ୍ଟ କାମ ହେଲା ଏଇଟା କି ଗେଟ୍ ଲାଗୁନାହିଁ ତଳେ। ସେ ଯୋଉ ସିଡିଟା ହେଇନାହିଁ, ସେ ଯୋଉ ମାନେ ଗାଡି ଉଠିବା ପାଇଁ ଉପରକୁ, ସେଠି ଲାଗୁଛି ଗେଟ୍ ଟା। ତ କଣ କରାହବ, ଗେଟ୍ ଟା ତଳୁ ଟିକେ କଟା ହବ। ବାକି ଅଧିକା ହିଁ ଅଛି, କଟା ହେଇଗଲେ ପୁରା ଆରାମ ସେ ପୁରା ଫିଟ୍ ହେଇଯିବ, ପୁରା 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 ବଢିଆ ସେ ଫିଟ୍ ହେଇଯିବ।
ତ କିନ୍ତୁ ଗେଟ୍ ଟା ଟିକେ କଟା ହେଇଯିବ ଆଉ।